ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ସିବିଆଇ ଜାଲରେ ଫସିଲେ ସାଉଥ୍ ସୁପରଷ୍ଟାର ବିଜୟ ଥାଲାପତି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତି ଏବେ ସିବିଆଇ ଜାଲରେ ଫୁଲ୍ ଚେରାରେ। ପ୍ରଶ୍ନର ଉତ୍ତର ରଖି କ'ଣ କହିଲେ, ଚାଲନ୍ତୁ ଜାଣିବା ବିସ୍ତୃତ ସୂଚନା। ସକାଳର ବଡ଼ ଖବର। ସାଉଥ୍ ସୁପରଷ୍ଟାର ବିଜୟଙ୍କୁ 3 ଘଣ୍ଟା ଧରି ଜେରା କଲା ସିବିଆଇ। ଦିଲ୍ଲୀ ସିବିଆଇ କାର୍ଯ୍ୟାଳୟର ମୁଖ୍ୟ ଅଫିସରେ ଗତ 27 ତାରିଖ ଦିନ ଘଟିଥିବା ଦିଲ୍ଲୀର କୁନରଠାରେ ଘଟିଥିବା ଦଳାଚକଟା, ରାଜନୈତିକ ଦଳଚକଟାରେ ପ୍ରାୟ 41 ଜଣ ମୃତ୍ୟୁ ହୋଇଥିଲେ, ଅନେକ ଜଣ ଆହତ ହୋଇଥିଲେ। ସେଥିନେଇ ଗତକାଲି ହିଁ ସିବିଆଇ ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଜେରା କରିଥିଲା ବିଜୟ ଥାଲାପତିକୁ। ଦୀର୍ଘ 4 ଘଣ୍ଟାର ଜେରା ପରେ ତଥାପି ଥାଲାପତି ସିଧାସଳଖ କହିଦେଇଥିଲେ, କୌଣସି ମୋର ଦାୟୀ ନାହିଁ କି ମୋର ଦଳର ଦାୟୀ ନାହିଁ। ଲୋକମାନଙ୍କ ବିଶୃଙ୍ଖଳା ପାଇଁ ସେମାନଙ୍କ ଚାଲିଗଲା ଜୀବନ। ଏମିତି ଉତ୍ତର ରଖିଥିଲେ ସିବିଆଇଙ୍କ ପ୍ରଶ୍ନର ବିଜୟ ଥାଲାପତି। ଯଦି ଦେଖିବା, ଲଗାତାର 4 ଘଣ୍ଟା ସିବିଆଇ ମୁଖ୍ୟ କାର୍ଯ୍ୟାଳୟର, ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟର ଅଟକ ରହିଥିଲେ ବିଜୟ ଥାଲାପତି। କାଲି ଡକରା ଆସିଥିଲା ବିଜୟ ଥାଲାପତିକୁ। ବିଜୟ ଥାଲାପତି ସମ୍ପୂର୍ଣ୍ଣ ଭାବରେ ଫୁଲ୍ ପ୍ରୋଟେକ୍ସନରେ ଆସି ପହଞ୍ଚିଥିଲେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ। ଦୀର୍ଘ 4 ଘଣ୍ଟାର ମାରାଥନ୍ ଜେରା ପରେ କହିଥିଲେ, କୌଣସି ମୋର କିମ୍ବା ମୋର ଦଳର ଦାୟୀ ନୁହେଁ ବୋଲି ସିଧାସଳଖ ସିବିଆଇଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ତମାମ ପ୍ରଶ୍ନର ଉତ୍ତର ରଖିଥିଲେ। ଏଥର ଗତ 27 ତାରିଖ ଦିନ କୁନୁରରେ ଘଟିଥିବା ରାଜନୈତିକ ଦଳଚକଟାରେ ଗତ 41 ଜଣ ସମ୍ପୂର୍ଣ୍ଣ ଭାବରେ ମୃତାହତ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ। ସେଥିପାଇଁ ଗତକାଲି ହିଁ ସିବିଆଇ ଦୀର୍ଘ 4 ଘଣ୍ଟା ଧରି ତମାମ ପ୍ରଶ୍ନ ପଚାରିଥିଲା ବିଜୟ ଥାଲାପତିକୁ। ଜେରା ପରେ ଜେରା କରିଥିଲା ବିଜୟ ଥାଲାପତିକୁ, କିନ୍ତୁ ସେହି ତମାମ ପ୍ରଶ୍ନର ଉତ୍ତର ରଖିଥିଲେ ବିଜୟ ଥାଲାପତି। କହିଥିଲେ, ମୋର କିମ୍ବା ମୋର ରାଜନୈତିକ ଦଳର କୌଣସି ଏଥିପାଇଁ ଭୂମିକା ନାହିଁ। ସେମାନଙ୍କ ବିଶୃଙ୍ଖଳା ପାଇଁ ଚାଲିଯାଇଛି ସେମାନଙ୍କ ଜୀବନ। ଏମିତି ଉତ୍ତର ରଖିଲେ ବିଜୟ ଥାଲାପତି। ପ୍ରକୃତରେ ଏବେ ବି ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି ବିଜୟ ଥାଲାପତିଙ୍କୁ ନେଇ। କ'ଣ ପାଇଁ ନିଜ ଦୋଷ ସ୍ୱୀକାର କଲେନି? କ'ଣ ପାଇଁ ନିଜ ଆଡ଼କୁ ଦୋଷ ନେଇ ଲୋକମାନଙ୍କ ଆଡ଼କୁ ଦୋଷ ଦେଲେ? ତାକୁ ନେଇ ବଡ଼ ପ୍ରଶ୍ନ। ଯାହା ଦେଖିବା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।